ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ଆଜିଠୁ ବଦଳିବ ପାଣିପାଗର ମିଜାଜ। ଏନେଇ 12 ଜିଲ୍ଲାକୁ ଘଡ଼ଘଡ଼ି ଓ ପବନ ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ଆଜି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ତା ସହ 9 ଜିଲ୍ଲାକୁ ଘଡ଼ଘଡ଼ି ଓ ହାଲୁକା ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ରହିଛି। ଗଲା କିଛି ଦିନ ଧରି ଖରାରେ ଛଟପଟ ହେଉଥିବା ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ପରବର୍ତ୍ତୀ ଖବର, ରାଜ୍ୟକୁ ମିଳିବ ଅତିରିକ୍ତ ଏଲ୍‌ପିଜି। କମର୍ସିଆଲ ଗ୍ୟାସ୍ ଯୋଗାଣରେ 20% ବୃଦ୍ଧି କରାଯିବ। ଆସନ୍ତା ମାର୍ଚ୍ଚ 23 ତାରିଖରୁ ଅତିରିକ୍ତ 20% କମର୍ସିଆଲ ଏଲ୍‌ପିଜି ବଣ୍ଟନ ହେବ। ଏହା ଫଳରେ ସମୁଦାୟ ଆବଣ୍ଟନ ଏବେ 50% ପହଞ୍ଚିଛି। ରେଷ୍ଟୁରାଣ୍ଟ, ଢାବା, ହୋଟେଲକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ। କମ୍ୟୁନିଟି କିଚେନ୍, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌କୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ନେଇ ସବୁ ରାଜ୍ୟକୁ ଚିଠି ଲେଖିଲା ପେଟ୍ରୋଲିୟମ ମନ୍ତ୍ରଣାଳୟ। ପରବର୍ତ୍ତୀ ଖବର, ନିଲମ୍ବିତ ହେଲେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା 6 ବିଜେଡି ବିଧାୟକ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ ଆକ୍ସନ ନେଲା ବିଜେଡି। 6 ବିଧାୟକଙ୍କୁ କଲା ସସ୍ପେଣ୍ଡ। ଏହି 6 ବିଧାୟକ ହେଉଛନ୍ତି ସୌଭିକ ବିଶ୍ୱାଳ, ଦେବରଞ୍ଜନ ତ୍ରିପାଠୀ, ସୁବାସିନ ଜେନା, ନବକିଶୋର ମଲ୍ଲିକ, ରମାକାନ୍ତ ଭୋଇ, ଚକ୍ରମଣି କହଁର ସସ୍ପେଣ୍ଡ ହୋଇଛନ୍ତି। ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଖବର, ମନ୍ତ୍ରୀ ଦେଲେ ପ୍ରତିଶ୍ରୁତି, ହଟିଲା ଆନ୍ଦୋଳନ। 4 ଦିନରେ ଅହୋରାତ୍ର ଧାରଣା ପରେ ପ୍ରତ୍ୟାହୃତ ହୋଇଛି ପାଚିକା ସଂଘ ଆନ୍ଦୋଳନ। ନିଜର ସମସ୍ୟା ଓ ଦାବି ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ପାଚିକା। ପାଚିକାମାନଙ୍କୁ ନିଯୁକ୍ତି ଓ ପରିଚୟ ପତ୍ର ମିଳିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ତେବେ ଦରମା ବୃଦ୍ଧି ନେଇ କୌଣସି ନିଷ୍ପତ୍ତି ହୋଇନି। ଦରମା ବୃଦ୍ଧି ନେଇ ବିଚାର କରାଯିବ ବୋଲି ଭରସା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପରବର୍ତ୍ତୀ ଖବର, ଭାରତ ମହାସାଗରରେ ଇରାନର ମିସାଇଲ ମାଡ଼। ମଧ୍ୟପ୍ରାଚ୍ୟ ଯୁଦ୍ଧ ବ୍ୟାପକ ହେବାରେ ଲାଗିଛି। ଶନିବାର ଇରାନ ଭାରତ ମହାସାଗରରେ ଥିବା ଆମେରିକା ଓ ବ୍ରିଟେନର ରଣନୈତିକ ସୈନ୍ୟ ଠିକଣା ଡିଆଗୋ ଗର୍ସିଆ ଉପରେ 2ଟି ମଧ୍ୟମ ଦୂରଗାମୀ ମିସାଇଲ ମାଡ଼ କରିଛି। ଭାରତ ମହାସାଗରକୁ ଯୁଦ୍ଧ ବିସ୍ତାର, ମାର୍ଚ୍ଚ 4ରେ ଆମେରିକାର ବୁଡ଼ାଜାହାଜ ଇରାନର ଯୁଦ୍ଧ ଜାହାଜ ଇସ୍-ଦେନା ଉପରେ ଆକ୍ରମଣରୁ ଆରମ୍ଭ ହୋଇଥିଲା, ଯେଉଁ ଆକ୍ରମଣରେ 85ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ଖବର, ହ୍ୱାଟ୍ସଆପ୍‌କୁ କଡ଼ା ନିର୍ଦ୍ଦେଶ। ସରକାରଙ୍କ ଆଦେଶ ପରେ ଏବେ ହ୍ୱାଟ୍ସଆପ୍‌ରେ ସ୍କାଇପେ ଭଳି ସୁରକ୍ଷା ଫିଚର୍ସ ଲାଗୁ କରିବାକୁ ବିଚାର କରାଯାଉଛି। ଆଇଟି ରୁଲ୍ସ 2021 ଅନୁସାରେ ଡିଲିଟ୍ କରାଯାଇଥିବା ଆକାଉଣ୍ଟ ତଥ୍ୟ 180 ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ଗୁରୁତ୍ୱ ଦିଆଯାଉଛି। ଫଳରେ ତଦନ୍ତକାରୀ ଏଜେନ୍ସି ଏହାର ବ୍ୟବହାର କରିପାରିବେ। ବିପଜ୍ଜନକ ଆପ୍ଲିକେସନ ଓ ନକଲି ଆପ୍ଲିକେସନ ଚିହ୍ନଟ କରି ବନ୍ଦ କରାଯାଇପାରିବ। ପରବର୍ତ୍ତୀ ଖବର, ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ସେୟାର କରିଥିବା ଯୁବକ ଗିରଫ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ବିହାରର ଅରୱାଲ ଜିଲ୍ଲାରୁ ଗିରଫ ହୋଇଥିବା ସିଦ୍ଧନାଥଙ୍କ ନାମରେ ପୋଲିସ ମାମଲା ରୁଜୁ କରିବା ସହ ଜେରା ପାଇଁ ଦିଲ୍ଲୀ ଆଣିଛି। ଅଭିଯୁକ୍ତ ଜଣକ ପୂର୍ବରୁ ଭାଜପାରେ ଜଣେ ବିଧାୟିକା ଏବଂ ଜଣେ ବିଦେଶୀ ମହିଳା ନେତ୍ରୀଙ୍କ ପରିବର୍ତ୍ତିତ ଫଟୋ ସେୟାର କରିଥିଲେ ବୋଲି ପୋଲିସ କହିଛି। ପରବର୍ତ୍ତୀ ଖବର, ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳକୁ ବିକାଶ ଭେଟି।
ଅନୁଗୁଳ 21 ମାର୍ଚ୍ଚ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲା ବଅଁରପାଳ ସ୍ଥିତ ଡେଙ୍ଗାରଠାରେ ବହୁ ପ୍ରତୀକ୍ଷିତ ଭୋଟିଂ ସୁବିଧାର ଶୁଭାରମ୍ଭ କରିଛନ୍ତି। ପ୍ରାୟ 6 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପକୁ ଏକ ନୂତନ ପରିଚୟ ଦେବା ସହ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ପରବର୍ତ୍ତୀ ଖବର ଇରାନ ରାଷ୍ଟ୍ରପତିଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି ପେଜେକ୍ସିଆନଙ୍କୁ ଇଦ୍ ଓ ନୈରାଜ ପାଇଁ ଶୁଭେଚ୍ଛା ଜଣାଇବା ସହିତ ପଶ୍ଚିମ ଏସିଆ ସ୍ଥିତ ଉପରେ କଥାବାର୍ତ୍ତା କରିଥିଲେ। ମୋଦି ପଶ୍ଚିମ ଏସିଆର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି। ଭିତ୍ତିଭୂମି ଉପରେ ଆକ୍ରମଣ ଆଞ୍ଚଳିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବା ସହ ବିଶ୍ୱ ଯୋଗାଣ ଶୃଙ୍ଖଳା ପ୍ରତି ବାଧା ସୃଷ୍ଟି କରିବ ବୋଲି ମୋଦି କହିଥିଲେ।